ସୁଭଦ୍ରା ଯୋଜନାର ବଡ଼ ଅପଡେଟ୍ ଆସିଯାଇଛି। ତ ଯେଉଁମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିନି ତ ଏ ଭିଡ଼ିଓଟି ସେମାନଙ୍କ ପାଇଁ। ତ ଆପଣ ଜାଣିଥିବେ କି ଚତୁର୍ଥ ପର୍ଯ୍ୟାୟ ଟଙ୍କା ବହୁତ ଜଲ୍ଦି ମିଳିବାକୁ ଯାଉଛି। ତ ବର୍ତ୍ତମାନର ଯାହା ଅପଡେଟ୍ ଆସିଛି, ତ ଯେଉଁମାନଙ୍କର ସୁଭଦ୍ରା ଟଙ୍କା ମିଳିନି ତାଙ୍କ ଭିତରେ କିଛି ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ NPCI ଲିଙ୍କ ଯେଉଁଟା DBD ଲିଙ୍କ ସେଇଟା ହୋଇନାହିଁ। ତ ସେଥିପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଆସିଯାଇଛି, ଯେଉଁଟାକି ଆପଣ ସୁଭଦ୍ରା ୱେବସାଇଟ୍ରେ ବି ଦେଖିପାରିବେ। ତ ଯେଉଁଟା ଅଛି କି ଆପଣ ଯେଉଁମାନଙ୍କର DBD ଲିଙ୍କ ନାହିଁ ସେମାନେ ଆସନ୍ତା ଜାନୁଆରୀ 29 ଏବଂ 30 ତାରିଖରେ ନିଜର ବ୍ୟାଙ୍କକୁ ଯାଇକି ସେଠାକୁ DBD ଲିଙ୍କ କରିବେ। ତ ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ବ୍ୟାଙ୍କରେ ଡେସ୍କ ଖୋଲା ହେଇଥିବ ଏଇ 2 ଦିନ ଭିତରେ। ତ ଏଇ 2 ଦିନ ରହିଲା ଆପଣମାନଙ୍କ ପାଇଁ ଶେଷ ସୁଯୋଗ ରହିଲା। ତ ତା ଭିତରେ ଆପଣ ଯାଇକି ନିଜର ବ୍ୟାଙ୍କରେ NPCI ଲିଙ୍କ DBD ଲିଙ୍କ କରିନିଅନ୍ତୁ। ତ ଯେଉଁମାନଙ୍କର ତ DBD ଲିଙ୍କ ଅଛି ସେମାନେ ଯିବା ଆବଶ୍ୟକ ନାହିଁ। ତ ଦେଖନ୍ତୁ ଯେଉଁମାନଙ୍କର DBD ଲିଙ୍କ ନାହିଁ ତ ସେମାନେ ନିଜ ମୋବାଇଲ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇକି ଚେକ୍ କରିପାରିବେ ତାଙ୍କର ଆକାଉଣ୍ଟ ଆଧାର କାର୍ଡ଼ରେ ସହ DBD ଲିଙ୍କ ଅଛି କି ନାହିଁ। ତ ଯେଉଁମାନଙ୍କର DBD ଲିଙ୍କ ନାହିଁ ସେମାନେ ଆସନ୍ତା ଜାନୁଆରୀ 29 ଏବଂ 30 ତାରିଖରେ ବ୍ୟାଙ୍କକୁ ଯାଆନ୍ତୁ। ବ୍ୟାଙ୍କକୁ ଯାଇକି DBD ଲିଙ୍କ କରିନିଅନ୍ତୁ। DBD ଲିଙ୍କ ହୋଇସାରିଲା ପରେ ବହୁତ ଜଲ୍ଦି ଆପଣଙ୍କୁ ସୁଭଦ୍ରା ଟଙ୍କା ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବ। ତ ବନ୍ଧୁଗଣ ଏଇ ଥିଲା ସୁଭଦ୍ରା ଯୋଜନାକୁ ନେଇକି ବଡ଼ ଅପଡେଟ୍ ଥିଲା। ତ ନିହାତି ଭିଡ଼ିଓରୁ ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଆଉ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯେଉଁମାନଙ୍କର ସୁଭଦ୍ରା ଯୋଜନା ଟଙ୍କା ମିଳିନି ତ ସେମାନଙ୍କୁ ଜଣାଇ ଦିଅନ୍ତୁ କି ଯଦି ତାଙ୍କର NPCI ଫେଲର ଅଛି DBD ଲିଙ୍କ ତ ଆସନ୍ତା କାଲି ଏବଂ ପରଦିନ ବ୍ୟାଙ୍କକୁ ଯାଇକି DBD ଲିଙ୍କ କରିନିଅନ୍ତୁ। ତ ଫ୍ରେଣ୍ଡସ୍ ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ। ଧନ୍ୟବାଦ।